ସେଗୁଡ଼ା ନା ଆମେ ନାକ ଦେଖିକି ଭଲ ମନ୍ଦ ଖାଇକି ଆଉ ଖଟା ବି ହେଇନି। ନନା ଖାଇସାରିଲଣି? ଦେଖ ଆଉ ନାକ ଚିପି ଚିପି ଖାଇବ, କେମିତି ଲାଗିବ, ଟେଷ୍ଟ ଲାଗିବ କହିବ ସିଏ। ଭଲ କି ଗୁଡ଼ ବହୁତ ପକେଇକି ଗୋଳେଇ ଦେ, ଦହି ପକେଇକି ଗୋଳେଇ ଦେଲୁ। ଦହିରୁ ଚିକଣ ଅଂଶଟା ବାହାରିଗଲେ ଭଲ ଲାଗେ। ଆମ ଘର ଗାଈ ନା। ଦେଖେଇଲେ ଖାଇପାରିବି। ହଁ ନାଇଁ ନାଇଁ ତୁ ଦେଖା ଖାଇବୁ, ଖା ଖା କେମିତି ଲାଗୁଛି? ସେ କହିବ ହଁ ପିଲା ଭଲ ଲାଗୁଛି, କାହିଁ କହିବ ନା। ତାକୁ ନନାଙ୍କ ଭୟରେ, ନନା ଏଠି ବଇଛନ୍ତି, ନନାଙ୍କ ଭୟରେ ସେ ଖାଉଛି। ମାମା ଭଲ ଲାଗୁଛି ନା? ନାକ ଚିପି ଦେ। ତୁ ଗିଲାସଟା ଧରିଥାଅ, ନା ଗିଲାସଟା ଥୋଇଦେଲ ତଣ୍ଟି ଲାଗିବ ତଳ। ଟିକେ ଭଲ ଲାଗୁଛି, ଟିକେ ଦହି ପଇଲା ଖଟା ଖଟା ଲାଗୁଛି। ଆଉ ତାହେଲେ ମୁଁ ଯାଉଛି ପିଲାଏ ଖାଇବି, ମୋ ପାଟି ଟକଟକ ହେଲେ ସେ ଖାଇଲାକୁ ଯାଉଛି। ଦେଖ ନହୁଣି ବାହାରି ଗଲେଇଁ, ଦହିଟା ଆମେ ଖାଇଦେଲୁ, ନହୁଣିଟା ବାହାରିଗଲା, ଦେହର ଚିକଣ ଅଂଶ ହେଇଗଲା। ଆଉ ଏତକ ଗୋଳିଆ ହବ, ଏଠି ଗୋଳିଆ ହଉଛି, ଯାଉଛି ଗୋଳେଇବି। ବାହାରିଗଲେ ଭଲ ଲାଗେ। ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ। ପିଲାଏ ସବୁଦିନ ଆମେ ଭିଡ଼ିଓ କରୁଛେ ଚିକେନ, ମାଛ, ଅଣ୍ଡା ଆଉ ଅନ୍ୟାନ୍ୟ ଖାଦ୍ୟ କରୁଛେ। ଏମିତି ଖାଦ୍ୟ ମାନେ କିଏ ଖାଇଛି କି କାହାକୁ ଭଲ ଲାଗେ, ପିଲାମାନେ କମେଣ୍ଟରେ ଲେଖିବ। ମୋ ଶାଶୁ ବହୁତ ଭଲ ପାଆନ୍ତି, ଶାଶୁ ମୋ ଶ୍ୱଶୁର ବି ବହୁତ ଭଲ ପାଆନ୍ତି ତାଙ୍କ ଅମଳରେ ଖାଦ୍ୟ। କ୍ଷୀର, ଦହି, ସନ୍ତୁଳା, ଗୋଟେ ଭଜା ହେଇଛି। ମାମା ଲୁଣ ଦେଇନୁ କିଲୋ? ନନା ମୋର ଖାଉଛୁ, ମାମା ମୋର ଖାଇବ ସେଠି ଅନେଇକି ବଇଛି। କାହାକୁ ଭଲ ଲାଗେ ପିଲା କମେଣ୍ଟରେ ଲେଖିବ। ମୁଁ ଯାଉଛି ଖାଇବି, ମତେ ବହୁତ ଭଲ ଲାଗେ। ଦହି କ୍ଷୀର ମିଶେଇକି ଖାଇଲେ ବହୁତ ବଢିଆ ଲାଗେ। ହଁ ଆମ ଶାଶୁ କଣ କରନ୍ତି, ତାକୁ ଚକଟି ଦେବେ, ଏମିତି ଚକଟି ଦେବେ, ଚକଟି ଦେଇକି ସେ ଖାଇବାକୁ ଭଲ ପାଆନ୍ତି। ନନାକୁ ଭୋକ ହେଲେ ନନା ନିମାପଡ଼ା ଯାଇଥିଲେ। ବହୁତ ଭଲ ହେଇଛି, ସନ୍ତୁଳା ବି ବହୁତ ଭଲ ଲାଗୁଛି। ଭଜା, ମାମା ଖାଇବୁ ଅନେଇ ବଇଛୁ? ମାମା ପାଇଁ ମୋ ପାଇଁ ବାଢିଛୁ, ଏକୁଟିଆ ତ ମୁଁ କେବେ ଖାଇବିନି। ଆ ଖାଇବା। ଦହି ଭାତ ବହୁତ ଭଲ ଲାଗୁଛି। ଏମିତି କ୍ଷୀର ଦହି ପକେଇ ବୋଉ ଆମର ଚକଳି ଦିଅନ୍ତି। ଆମର ତ ଘର କ୍ଷୀର ପିଲା ଜାଣିଛ। ନେ ତୁ କ୍ଷୀର ପକେଇ ଦେ, ଦହି ଖାନା ପେଟ ଦର୍ଜ ହବ। ଆମ ଶାଶୁ ଏମିତି ଚକଟି ଦେବେ, ଏମିତି ଖାଇବେ, ବହୁତ ଭଲ ପାଆନ୍ତି। ଗାଈ ଦୁଆଁ ହେଇକି ଆଇଲେ କ୍ଷୀର, କଞ୍ଚା କ୍ଷୀର ବୋଉ ଆମର କଣ କରନ୍ତି, ଛାଣିଦେବେ ଚା ଛଣାରେ, ଆଉ ଛତୁଆରେ ଏମିତି ଗୋଳି ଦେବେ। ସେ ବୋଉ ଆମର, ନନା ଆମର ମାନେ ପିଇବେ, ଖାଇବେ, ସବୁ ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି। ଆଜି ଦହି ଭାତ କ୍ଷୀର ବହୁତ ମଜା। ଟିକେ ଶାଗ ପଖାଳ ଖାଅ, ଲୁଣ ଲଙ୍କା ଖାଅ, ଯଦି ପରିବାର ଶାନ୍ତି ଅଛି ତାହେଲେ ଶାନ୍ତି। ଯଦି ମଟନ ଭାତ ଖାଇ ସବୁବେଳେ କେତେ କେତେ ହବ, ସେ ମଟନ ଭାତଟା ମଟନ ଭାତ ଲାଗିବାକୁ ଲାଗେ। ଆମେ ସବୁବେଳେ ସାଥି ହେଇ ବସି ଖାଉ, ପୁଅ ତ ରହେନି, ଆମେ ତିନି ଜଣ ସବୁବେଳେ ସାଥି ହେଇ ଖାଉ। ତଳେ ବସି ଖାଉ, ବହୁତ ମଜା ଲାଗେ। ଏଠି ଡାଇନିଂରେ ବସୁଛୁ, କିଛି ନାହିଁ, ଡାଇନିଂରେ ବସୁଛୁ, ନନା ବସୁଛନ୍ତି, ଆମକୁ ଟିକେ ଭଲ ଲାଗେନି, କାରଣ ଆମେ ସବୁଦିନ ଟିକେ ତଳେ ବସି ଖାଇ ଆସିଛୁ, ଅଭ୍ୟାସ ଆମର। ମୋ ଗୋଡ଼ ସକାଶେ ମୁଁ ଡାଇନିଂରେ ବସିଛି ନା। ଭାତ ଖାଇବ ଆଉ। ନନାକୁ ନିମାପଡ଼ା ହେଇଥିଲେ, ଭୋକ ହେଇଗଲେ, ଖରା ହଉଛି।
ହେଲେ କାହାକୁ ଦହି ଭାତ ଭଲ ଲାଗେ, ସନ୍ତୁଳା ଭଜା ତା ସହିତ ଡାଲମା କଲେ ଭଲ ଲାଗିବନି। କାହାକୁ ଭଲ ଲାଗେ କମେଣ୍ଟରେ ଲେଖିବ। ଆମ ଭିଡ଼ିଓକୁ ଶେଷ ଯାଏଁ ଦେଖିବ, ଟିକେ ହସିଦେବ। ରହିଲି। ଇଏ ହେଲା କ୍ଷୀରରୁ ଇଏ ବୋର ବାହାରିଛି। ୟାକୁ ଆଉ ଟିକେ ଆମେ ରଖିଦେଉ ଫ୍ରିଜରେ 8-10 ଦିନ ହେଇଯାଏ। ବେଶୀ ହେଇଗଲେ ମହି ପକେଇକି ବାହାରେ ରଖିଦେଉ। ତାକୁ କ'ଣ କରୁ ଆମେ ଗୋଳାଉ। ଇଏ ଡବାରେ ରଖେ, ଫ୍ରିଜରେ ରଖେ। ଦେଖ ଗୋଳଉଛି ମୁଁ। ଆଉ ନନା ସେଠି ଦେଖ ଗୋଟେ ଭାରି ଗୋଳଉଛନ୍ତି। ବୁଇଲା ବେଶୀ ହେଇଗଲା ଟିକେ, ବେଶୀ ଲୋଭ ତ ଶୀଘ୍ର କେମିତି ଖାଇବୁ। ଆମର ମାଣ୍ଡିଆ ଖାଇବୁ ନା ଆଜି ମାଣ୍ଡିଆ ଯାଉ ଆମେ ଖାଇବୁ। ବର୍ଷା ଦହିଟା କ'ଣ ଚିକଣ ଥାଏ, ଦେହ ପାଇଁ ଖରାପ। ଗୋଳ ଦହିଟା ଟିକେ ଭଲ ଲାଗେ। ମାଣ୍ଡିଆ ଆମର ହେଇଛି, ମା ଦେଖେଇଦେ। ଆଜି ମାଣ୍ଡିଆ ହେଇଛି, ମାଣ୍ଡିଆ ଗୁଡ଼ ଆମେ ସମସ୍ତେ ଖାଇବୁ। ନନା ଦହି ଗୋଳେଇ ସାରିଲଣି। ମାଣ୍ଡି ଆଉ ଗୋଳେଇବନି? ଆଉ ଗୋଳେଇବନି ନା, ଏବେ ନୁହଁ, ଖାଇସାରିଲି। ଆମର ସକାଳୁ ମାଣ୍ଡିଆ ଚାହା ବିସ୍କୁଟ ସକାଳେ ଖାଇଥିଲୁ। ଆଉ ଯିଏ ମୁଢ଼ି ଖାଇବ। ଆଉ ଆମର ମାଣ୍ଡିଆ ଯାଉ, ଓହୋ ଚାମଚଟା ପଡ଼ିଗଲା। ଆମେ ସକାଳୁ ମାଣ୍ଡିଆ ଯାଉ ଖାଇବୁ। ମାମା ମୋର ଖାଉନଥିଲା, ଏବେ ନନା ପାଟି କଲେ, କହିଲେ ଦେହ ଖରାପ ହେଉଛି, ଗ୍ୟାସ୍ ହେଉଛି, ଆଉ ତୁ ମାଣ୍ଡିଆ ଯାଉ ଖା। ଆମେ ସମସ୍ତେ ଚାମଚଟା ଖାଇଲ। ଆମେ ସକାଳୁ ମାଣ୍ଡିଆ ଯାଉ ସମସ୍ତେ ଖାଉଛୁ, ଟିକେ ଟିକେ, ଅଳ୍ପ ଟିକେ ଟିକେ ଖାଉଛୁ। ଦହି ଏଥିରେ ପଡ଼ିବ, ଗୁଡ଼ ପଡ଼ିବ। ପିଲା କାହାକୁ ଭଲ ଲାଗେ କମେଣ୍ଟରେ ଲେଖିବ। ପ୍ରାୟ ପିଲାଙ୍କୁ ତ ଭଲ ଲାଗୁନଥିବ, କଳା କଳା ଦେଖି। ଏବେ କିଏ ଖାଉଛନ୍ତି? ଆଗରୁ ଲୋକ ଆଗେ ଲୋକ ଖାଉଥିଲେ, କେତେ ଟାଣ ଥିଲେ, କେତେ କାମ କରୁଥିଲେ, ଏତେ ଦେହ ମୁଣ୍ଡ ବି ନଥିଲା। ଏବେ କାହିଁକି ଦେହ ମୁଣ୍ଡ ନା, ଆମେ ନାକ ଟେକିକି ଭଲ ମନ୍ଦ ଖାଇକି, ଖାଲି ଛଣାଛୁଣି ହୁଅନ୍ତା, ଚିକେନ ମାଛ ଏମିତିଆ ଖାଇକି ସବୁ ଦେହ ଖରାପ। ଆଉ ମୋ ପୁଅ ତ ସେଇଆ, ମୁଁ କାହାକୁ କହିବି। ମଝିଟା ତାର ଅଳପଟା ଧରି ପକେଇଲା। ମୋର ଏଇଟା ହେଲେ ଚଳିବ, ଏଇଟା ହେଲେ ଚଳିବ। ନା ନା, ମାଣ୍ଡିଆ ତୁ ଆଜି ଖାଇବାକୁ ବାଧ୍ୟ। ଦହି ପଡ଼ିବ, ନେଇଯାଅ ଟିକେ, ନା ନେଇଯାଅ। ଇଏ ହବ ଲାଷ୍ଟ। କ'ଣ ପକେଇବା? ତୋର ଗୁଡ଼ ପଡ଼ିବ? ଟିକେ ଟିକେ ଦେଖ, ଗୁଡ଼ ପଡ଼ିବ ଏଥିରେ। ଟିକେ ଟିକେ। ମୋର ବେଶୀ ପଡ଼ିବନି, ମୋର ଅଳ୍ପ। ମୋତେ ମିଠା ବେଶୀ ଭଲ ଲାଗେନି। ଆଉ ଦହି ପଡ଼ିବ। ନହୁଣି ବାହାରିଗଲା, ସେତେ ଗୋଳିଆ ହେଇନି। ଆଉ ଗୋଟିଏ ବାରି ଗୋଳେଇଦେଲି। ସେ ଡଙ୍କିଟାକୁ ବୋଧେ ହେଇଥିବ, ସେଇ ଡଙ୍କିଟାକୁ। କୋଉ ଡଙ୍କିଟା? ସେଇ ଯୋଉ ମାଣ୍ଡିଆ ଡଙ୍କିଟା। ନା, ଦେଖ କେଜିଏ ଦହି। ଦେଖି କହିବୁ। ଯାଉଛୁ ଆମେ ମାଣ୍ଡିଆ ଖାଇବୁ। କେମିତି ମାମା ରୋଷେଇ କରିଛି, ମାଣ୍ଡିଆ ମାମା ହିଁ କରିଛି। ଆଗେ ଆସୁନଥିଲା, ଏବେ ହେଇଗଲେ ସବୁବେଳେ ଆମେ ଟିକେ ଟିକେ ଖାଉଛୁ। ଗୋଟେ କିଲିକିଆ ଆସିଥିଲା ପ୍ୟାକେଟ, ସରିଗଲେ ଆସିକି। ତମ ଚାମଚ ମୋ ଚାମଚ କାହିଁ? ମତେ ଟିକେ ଅଧିକ ଦେଇଛନ୍ତି, ମୁଁ ବେଶୀ କାମ କରୁଛି ନା। ତମେ ଖାଇସାର। ଦେଖ, ଦହିଟା ପୁରା ବହଳିଆ ବହଳିଆ ହେଇଛି। ରାତିରେ ପଡ଼ିଥିଲା, ଆଉ ଖଟା ବି ହେଇନି। ସମସ୍ତେ ମାଛ ଚିକେନ ଭଲ ଛଣା ଛଣି ଭଲ ଭିଡ଼ିଓ କରୁଛ। ଆମେ ଆଜି ମାଣ୍ଡିଆ ଯାଉ କରିଛୁ। କହିଲି ସବୁବେଳେ ଏମିତିଆ ଭିଡ଼ିଓ କାହିଁ ଆଣିବା, ଏମିତି ନୂଆ ନୂଆ ଭିଡ଼ିଓ ଆଣିବା। ଖାଇଦେଲେ ନନା, ଖାଇଲେ ଦେଖ କେମିତି ଲାଗୁଛି। ନନା କେମିତି ହେଇଛି? ମୁଁ ମଝିରେ ମଝିରେ ନନା ଡାକି ଦେନ୍ତି, ହୋ କରନ୍ତି। ଛୁଆଙ୍କ ନନା ମାନେ ମୋ ନନା। ତମକୁ କେମିତି ଲାଗୁଛି? ଖଟା ଖଟା ବହୁତ ବଢ଼ିଆ ଲାଗୁଛି, ଟେଷ୍ଟ ଲାଗୁଛି। ତାକୁ ଖାଇଦେବ ନା, ଦିଥର ପାଣି ପିଡ଼ିବ, ତାପରେ ପେଟ ପୁରା ଥଣ୍ଡା। ମାମା ଅଣିଲି, ମାମା ମତେ ଦେ, ତୁ ଖା। ନନା ଖାଇସାରିଲଣି?
ଚିପି ଚିପି ଖାଇବ କେମିତି ତ ଲାଗିବ ଟେଷ୍ଟ ଲାଗିବ କହିବ ସେ ଭଲ କି ଗୁଡ଼ ବହୁତ ପକେଇଛି ଗୋଳେଇ ଦେ ଦହି ପକେଇ ଗୋଳେଇ ଦେଲୁ ଦହିରୁ ଚିକଣ ଅଂଶଟା ବାହାରିଗଲେ ଭଲ ଲାଗେ ଆମ ଘର ଗାଈ ନା ଦେଖେଇଲେ ମୁଁ ଖାଇପାରିବି ହଁ ନାଇଁ ନାଇଁ ତୁ ଦେଖା ଖାଇବୁ ଖା ଖା କେମିତି ଲାଗୁଛି କି କହିବ ହଁ ପିଲା ଭଲ ଲାଗୁଛି କାହିଁ କହିବ ନା ତାକୁ ନନାଙ୍କ ଭୟରେ ନନା ଏଠି ବଇଛନ୍ତି ନନାଙ୍କ ଭୟରେ ସେ ଖାଉଛି ମାମା ଭଲ ଲାଗୁଛି ନା ନାକ ଚିପି ଦେ ତୁ ଗିଲାସଟା ଧରିଥାଅ ନା ଗିଲାସଟା ଥୋଇଦେଲ ତଣ୍ଟି ଲାଗିବ ତର ଟିକେ ଭଲ ଲାଗୁଛି ଟିକେ ଦହି ପଇଲା ଖଟା ଖଟା ଲାଗୁଛି ଆଉ ତାହେଲେ ମୁଁ ଯାଉଛି ପିଲାଏ ଖାଇବି ମୋ ପାଟି ଟକଟକ ହେଲି ସେ ଖାଇଲାକୁ ଯାଉଛି ଦେଖ ନହୁଣି ବାହାରିଗଲେ ଦହିଟା ଆମେ ଖାଇଦେଲୁ ନହୁଣିଟା ବାହାରିଗଲା ଦେହର ଚିକଣ ଅଂଶ ହେଇଗଲା ଆଉ ଏତକ ଗୋଳିଆ ହବ ଏଠି ଗୋଳିଆ ହେଉଛି ଯାଉଛି ଗୋଳେଇବି ଭାରି ଟେଷ୍ଟି ଟିକେ ସବୁ ଜିନିଷଟା ଅଶାନ୍ତିରେ ଖାଇବନି ଦେହ ପାଇଁ ଖରାପ ମୁଁ ଅଧା ଗ୍ୟାସ୍ ପାଇଁ ଏଇଟା ଭଲ ନା ଆମେ ସକାଳୁ କେତେ କାମ କଲୁ ଗୁହାଳ ପୋଛିଲି 2-3 କୁଣ୍ଡ ତାକୁ ଗୁହାଳ ପୋଛି ଗାଈ ମୁହିଁ ଗାଈ ଗୁହାଳ ଧୁଆ ଧୁଇ କରି ଝିଅକୁ ଟ୍ୟୁସନ୍ ନେଲି ଠାକୁର ପୂଜା କଲି ତାପରେ ତା ଭିତରେ ଅଲଗା କାମ ଅଛି ମୋର ଗାଧୁଆ ପାଧୁଆ ସବୁ କାମ ଅଛି ସବୁ କାମ ସାରିଲି 8ଟା ବାଜିଲେ ଆସିଲି ସକାଳୁ ଚାହା ବିସ୍କୁଟ ବାସି ରୁଟି ଯାହା ଥିବ ଖାଇଦେଇ ଆଗ ତାପରେ କାମଟା ହେଲା ଆମର ବଡ଼ ଆଉ ମାମାଟା ମୋର ନୁହଁ ଖାଇଦିଅ ମତେ ଅନେଇଛି ମୁଁ କେମିତି ଖାଇ ଭାବୁଛି କାହିଁକି କହିଲି କହିଲ ପିଲାଏ ମୋ କ୍ୟାମେରା ପକେଇଛି ତ ସେଇଥିପାଇଁ କହୁଛି ମୋର ପିଲା ନୁହଁ